হঠাৎ এই গেଲି ଝିଅର ସବୁବେଳେ ସକାଳେ ସକାଳେ ବଜେଇବା ଗିଟାରଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମୋତେ ତ ବେଶୀ ଆଶ୍ଚର୍ଯ୍ୟ କରିଥିଲା। ମୁଁ ଭାବୁଥିଲି ଏଇ ଗିଟାରଟା ବଦଳରେ ଯଦି ମୁଁ ଆଣିଥାନ୍ତି ଆମର ବୀଣାଟା ଭଲ ହେଇଥାନ୍ତା। ଗେଲି ଝିଅ ଅଧିକ ଟିକେ ସୁର ସହିତ ତାଳ ସହିତ ପୁରାପୁରି ବଜେଇଥାନ୍ତା। ଆଉ ଗେଲି ଝିଅ କହୁଥିଲା ମା ତ ଏଇ ମୁଁ ଟ୍ୟୁନିଂଟା ବଜାଉଛି ତମେ ଦି ଲାଇନ୍ ଟିକେ ହେଇଯାଉ। ମୁଁ କହିଥିଲି ଜଛନାରେ ଭିଜି ଭିଜି ପାଇଲି ଯାହା ମୁଁ ସିଏ ହେଲା ମୋ ଶ୍ରୀମନ୍ଦିରେ ସିନ୍ଧୁ କାଲି ସିନା ମାଗୁଥିଲି ଟପାଏ ବିନ୍ଦୁ ଆଜି ମିଳିଗଲା ମତେ ସିନ୍ଧୁ। ମା ବଢ଼ିଆ ଗୀତ କହିଲା। ମୁଁ ଥାଉ ଥାଉ ତୁ ଏମିତି ଯଦି ପ୍ରଶଂସା କରିବୁ ମୋତେ ପୁରା ଆହୁରି ଶୀତ ଲାଗିବ। ଆଉ ଡେରି ନକରି ଗେଲିଆପାଙ୍କ ସହିତ ଯାଇ ଗୁପଚୁପଟେ ଟିକେ ଟାଣି ଦେଇଥିଲି ଜରିଟା। ଗେଲିଆପା କହିଥିଲେ ବୁଝିଲ ଘରମଣି ତମେ ଧୀରେ ଧୀରେ ଏବେ କାମ ଚୁରୁଣି ହେଇଗଲିଣି। ମୁଁ ସେମିତି କହିବନି ବୁଝିଲ। ଆଡ଼େ ସାଡ଼େ କେତେ କାମ କରୁଛି ସକାଳୁ ସକାଳୁ। ଆଉ ଯେଉଁ ଭଳିଆ ଶୀତ ଲାଗୁଛି ବାବାଲା ବାବା ହାତ ତ ପୁରା ଯୋଡ଼ି ଯାଉଛି। ଆଉ ଆପଣମାନଙ୍କର ସମସ୍ତଙ୍କର କମେଣ୍ଟ ଥିଲା ହେଉଛି ତମ ଘରଟା ଦିଦି କେଉଁଠି? ଆମ ଘରଟା ତ ହେଉଛି ମିତ୍ରପୁର। ମିତ୍ରପୁର କେଉଁ ଜିଲ୍ଲା ଜାଗାରେ? ଆମ ଘର ନା ମିତ୍ରପୁର କ'ଣ କହିବି କଲ୍ୟାଣୀ ଗାଁରେ ଆମ ଘରଟେ। ଆଉ ଆମେ ଆସିଛେ ଆଜି ଲାଇଭ୍ରେ ଆମ 3ଟା ବେଳେ। ଆଉ ସମସ୍ତେ ଆସିବେ ଏକାଠି ମଜା ମସ୍ତି ବହୁତ ସାରା କରିବା ବହୁତ ସାରା କଥା ହେବା। ଆଉ ଡେରି ନ କରିକି ସେପଟେ ଗେଲି ଝିଅକୁ ବହୁତ ଭୋକ ଲାଗିଥିଲା। ଆଉ ମୁଁ ବନେଇଥିଲି ସୁଜି ହାଲୁଆଟେ। ଆଉ ସୁଜି ହାଲୁଆଟେ ସାଡ଼େ ବନେଇଲା ବେଳକୁ ଗେଲିଆପା ସେ କହିଥିଲେ ସକାଳୁ ସକାଳୁ ଏମିତି କ'ଣ ଘରମଣି ବାସ୍ନା ଦେଲଣି? ମୋ ପେଟ ଖାଲି ଚୁଆ ଗୁଡ଼ା ଦୌଡ଼ିଲେଣି। ମୁଁ ଜଲ୍ଦି ଜଲ୍ଦି ଯାଇକି ଦାନ୍ତଟା ଘଷି ଆସିଲେଣି। ପାନର କ'ଣ ପାଖ ପାଖ ଚଲେଇ ଚାଲ ନା ଦେଖିପାରୁନ ପାଟିରେ ତମେ ପାନ ନ ଖାଇଲେ କେଉଁ ଟୁକା ଯେ ପାନ ଖାଇଲେ ହିଁ ତମେ ବୁଝିପାରିବନି ପାନର କଥା। ମୁଁ କହିଲି ଠିକ୍ ଅଛି ତମେ ପାନର ମଜା ନିଅ। କିନ୍ତୁ ଗେଲି ଝିଅ ଆସିକି ଏପଟରେ କହିଥିଲା ମା କ'ଣ ବନଉଛ ମ ମୋତେ ବହୁତ ଭୋକ ଲାଗିଲାଣି। ମୁଁ କହିଲି ଏଇ ସୁଜି ହାଲୁଆଟେ ତୋ ପାଇଁ ବନେଇଦେଲେ ଟିକେ ଚାମଚେ 2 ଚାମଚ ଖାଇଦେଲୁ ପୁରାପୁରି ତୋର ଏବେ ସ୍ୱର ସହିତ ତାଳ ସହିତ ସବୁକିଛି ବାହାରି ପଡ଼ିବ। ଆଉ ସତରେ ମା ବହୁତ ଟେଷ୍ଟି ଲାଗୁଛି। ଆଉ ଗେଲି ଝିଅ କହିଥିଲା। ଆଉ ଡେରି ନ କରିକି ଗେଲିଆପାଙ୍କ ସହିତ ଆମେ ଗୁପଚୁପ ଛାଙ୍କିବା ପାଇଁ ଲାଗିଗଲେ। ଆଉ ଆଜି ଗୁପଚୁପଟା ନା ମୁସ୍କିଲ ହେଉଥିଲା। ଗେଲିଆପା ମୁଁ କି 4ଟା ବେଳେ ଉଠିକି ଓଟାଟେ ଦୋଳି ପକାଇଥିଲେ ଏତେ ଜୋରସୋର କରିକି। ସେଥିପାଇଁ ଗୁପଚୁପଟା ଆଜି ବଢ଼ିଆ ହେଉଛି। ଆପଣମାନଙ୍କୁ ଗୁପଚୁପ ଖାଇବା ପାଇଁ ଭଲ ଲାଗେ ନା ନାହିଁ ନିହାତି କମେଣ୍ଟରେ ଲେଖିବେ। ଆଉ ଗେଲିଆପାକୁ ଯେଉଁ ଭଳିଆ ଶୀତ ଲାଗୁଥିଲା ବାବାଲୋ ଘର ଗାମଛା ଲୁଙ୍ଗି କିଛି ରଖୁନଥିଲେ। ମୋତେ ଟିକେ କମ୍ ଶୀତ ଲାଗୁଥିଲା କାହିଁକିନା ମୁଁ ଚୁଲି କତିରେ ଠିଆ ହେଇଥିଲି। କିନ୍ତୁ ଗେଲିଆପାଙ୍କୁ ବହୁତ ଶୀତ ଲାଗୁଥିଲା। ଆଜି ପାଇଁ ରହିଲି। ଜୟ ଜଗନ୍ନାଥ।